ତ ହେ ଗାଇ ଜୟ ଜଗନ୍ନାଥ ଆପଣ ସମସ୍ତଙ୍କୁ କେମିତି ସେ ଭଲ ଥିବେ ମୁଁ ସେମିତି ଭଲ ଅଛି ଆଉ ଆପଣ ଗୋଟେ ସ୍ୱାଗତ ତ ଏଇ ଭିଡିଓଟି ବନେଇବାର ଗୋଟେ ପ୍ରପୋଜାଲ ଅଛି ଯୋଉଟାକି ଆପଣଙ୍କୁ କିଛି ଜାଣିବାକୁ ପଡିବ ଗାଇସ୍ କାଲି ଗୋଟେ ମୁଭି ଥିଲା ଯୋଉଟାକି ହଣ୍ଟେଡ୍ ବନେଇବା ପାଇଁ କିନ୍ତୁ ଅନଫର୍ଚୁନେଟଲି ଆମ ସାଙ୍ଗରେ ଏମିତି କିଛି ଘଟିଲା ଯୋଉଟା ପାଇଁ ଆମେ ବ୍ଲଗ ଆରମ୍ଭ କରିବା ପୂର୍ବରୁ ହିଁ ପଳେଇଲେ ସେ ଜାଗାରେ। ତ କଣ ହେଇଥିଲା ମୋ ସାଙ୍ଗରେ ନା କାଲି ହାତୀ 18 ଫୁଟ ହାତୀ ସେଇ ଏରିଆରେ ତ ଆମେ ଆଉ ଭିଡିଓ ବନେଇବାର କୌଣସି ଅପସନ ହିଁ ପାଇଲୁନି କାହିଁକି ଯେହେତୁ 18 ଫୁଟ ହାତୀ ଆମେ ଅଛୁ 3 ଜଣ ସେପଟେ ଫରେଷ୍ଟ ବାଲା ପୁରା କାଉଳି ଦଉଛି ମାନେ ଘଉଡ ବାଣ ଫାଣ ଫୁଟେଇକି ତ ଆମେ ଆଉ ଭିଡିଓ ବନେଇବା ପାଇଁ ଇଚ୍ଛା ବି ହେଲାନି ଗାଇସ୍ ଜୀବନକୁ କାର ଲୋକ ତ ରିସ୍କ ନେଇକି ଭିଡିଓଟା ଆମେ ବନେଇବା ପାଇଁ ଚେଷ୍ଟା କରିଥିଲୁ କିନ୍ତୁ ଆମ ସାଙ୍ଗେ ଏମିତି ହବ ବୋଲି ମୁଁ ବି ଜାଣିନଥିଲି guys। ତ ସେଠୁ ଆମେ ପଳେଇ ଆସିଲୁ ବାଟରେ ଆଉ ଗୋଟେ ଲୋକେସନ ଥିଲା ସେଠି ଭାବିଲୁ ଆମେ ବନେଇଦବା ଦେଖିବା ଯାହା ହବ କିନ୍ତୁ ଗାଇସ୍ ସେଠି ଏମିତି କାଣ୍ଡ ହେଲା ଆମ ସାଙ୍ଗରେ ଯୋଉଟା କି କହିବା ବହୁତ କ୍ରିଟିକାଲ ହେଇଗଲା ମୁଁ ସାଇଟ୍ ରେ ଦେଇ ଦଉଛି ସେ ଟର୍ମିନାଲ ଟା ଆପଣ ଦେଖନ୍ତୁ ସେ ଟର୍ମିନାଲ ଟା ଆଉ ଭିଡିଓ ତ ପଡିଛି ଅଲରେଡି ଆପଣ ସର୍ଚ୍ଚ କରିକି ଦେଖିବେ ତ ଏଇ ଭିଡିଓଟି ସେଥିପାଇଁ ବନେଇଲି ଗାଇସ୍ ଆକ୍ଟିଭିଟି ସବୁ ହେଲା ନର୍ମାଲ ନାହିଁ ସବୁ ଅବନର୍ମାଲ ଜିନିଷ ହେଲା ଯୋଉଟା କି ଆମେ ଏଇ ଯୋଉ ମାଇକ୍ ରେ ଏ ମାଇକ୍ ରେ କିଛି ରେକର୍ଡ ହିଁ କରିପାରିବ ମାନେ ଯେମିତି ଟେକା ମାରନ୍ତି ନା ସେମିତି ଝାଉ ବଣକୁ ଏତେ ଜୋରରେ ସେଇ ନଈ କୂଳରେ ଏତେ ଜୋରରେ ଟେକା ମାଡ଼ ହେଇଛି କହିବାଟା ଆଉ ସାମ୍ନାରେ ଠିଆ ହେବାଟା ଭାଇ ବହୁତ କ୍ରିଟିକାଲ ଲାଗୁଛି କେତେବେଳେ ଆଗକୁ ଆସୁଛି ସେ ଆବାଜ ଆସିଲା କେତେବେଳେ ପଛକରୁ ମାନେ ଆକ୍ଟିଭିଟି ଭୟଙ୍କର activity। ଆଉ ମୁଁ ଶୁଣିଥିଲି ସେଇ ଜାଗାରେ ମାନେ ସବୁ ଯୋଉ ବାମନା ଭୂତ କହନ୍ତି ସେଟା ବହୁତ ବର୍ଷ ପୁରୁଣା ଘଟଣା କହନ୍ତି କି ବାମନା ଭୂତ ସବୁ ଆସିକି ସେଇ ଜାଗାରେ ବାଗୁଡି ଖେଳ ଖେଳନ୍ତି ବାଗୁଡି ଖେଳ ମାନେ ଆପଣ ବୁଝିଥିବେ ସେଇଟା କଣ କେମିତି ତ ସେଇଆ ଖେଳନ୍ତି ଆଉ ପ୍ୟାଣ୍ଟ ସାର୍ଟ ପିନ୍ଧିକି ସେଇ ଜାଗାରେ ରାତି 12ଟାରେ କ୍ରସ୍ କରିପାରନ୍ତି ସେ ବ୍ରିଜ୍ ସେତେବେଳେ ମାଟି ବ୍ରିଜ୍ ଯାଇଥିଲା ତ ସେଇ ଟାଇମରେ କେହି କ୍ରସ୍ କରିପାରନ୍ତିନି ତ ଆମେ କହିଲୁ ଯେ ଆଜି ସେଇ ଜାଗାରେ କିଛି ସୁଟ୍ କରିବା ଦେଖେଇବା କି ଜାଣିବା ଡାକିବା କିଛି ତ ଗୋଟେ ଆକ୍ଟିଭିଟି ଆଗରୁ ଯେହେତୁ ହଉଥିଲା ଲୋକମାନେ ଟିକେ ଭୟଭୀତ ଥିଲେ ଆଜିକା ଡେଟ୍ରେ ଏତେ ଭୟଙ୍କର ଲାଗୁନି କଣ ପାଇଁ କହିଲେ ଯେହେତୁ ନୂଆ ବ୍ରିଜ ହେଇଗଲା ବଡ ବ୍ରିଜ ହେଇଗଲା ଆଖପାଖ ଟିକେ ଲୋକାଲ ସବୁ ହେଇଗଲେ ସେତେ ଜଣା ପଡୁନି ଆଉ ଆଜିକା ଡେଟ୍ରେ ରାତି 12ଟାରେ ବି ସେ ଜାଗାରେ ଯେତେ ଡ୍ୟୁଟି କରି ଆସୁଛନ୍ତି ସବୁ ଯିବା ଆସିବା କରୁଛନ୍ତି ତ ସେଇ ଜିନିଷ ଟା ଆମେ ଫିଲ୍ କଲୁ କଣ କେମିତି ନା ଆମେ ଯୋଉ ଜାଗାରେ ଯାଇଥିଲୁ ପୋଲଠୁ 100 ମିଟର ଭିତରକୁ ଥିଲୁ ପୁରା ସେ ନଈ କୂଳରେ କି ତ ସେ ନଈ କୂଳର ଉପର ଡିଗି ଗୋଟେ ଜାମବଣୀ ଅଛି ଜାମବଣୀ ଉପରେ ଟିକେ ଉଚ୍ଚା ଜାଗାରେ ଶ୍ମଶାନ ଘାଟ ଯାଇଅଛି ଯୋଉଠିକି ସେ ଆଖପାଖର ଲୋକମାନେ ସେଠି ଆସିକି ପୁଡା ଯାହା କିଛି ତାଙ୍କର ବିଧି ବିଧାନ ସବୁ କିଛି ସେଇଠି କରନ୍ତି ଆଉ
ସେଇ ନଈରେ ଶ୍ରାଦ୍ଧ ଫ୍ରାଦ୍ଧ ସବୁ କିଛି ଗାଇ ଦିଆଯାଏ। ସେଇ ଜାଗାଟା ଗାଇଛି ହଉଛି ଆମ କୋଶଳାର 5 କିଲୋମିଟର 5-7 କିଲୋମିଟର ହବ ଦୂର ବରବୁଲିଆ ବୋଲି ଗୋଟେ ଜାଗା ଅଛି ସେଇ ଜାଗାରେ। ତ ସେଟା ଏତେ ଖତରନାକ ଥିଲା କହିବାକୁ ଜରୁରୀ ମନେ କଲି ବୋଲି ଆପଣଙ୍କୁ ଜଣେଇ ଦଉଛି। କାହିଁକି ନା ଆପଣ ସେ ବ୍ଲଗ ଟା ଲାଷ୍ଟ ଦେଖିବେ ମୋର ରେଡମାର୍କ ଦେଇକି ସେ ବ୍ଲଗ ଟା ବନେଇ ଦିଆଯାଇଛି। ଆଉ ଯଦି ବ୍ଲଗ ରେ କିଛି ବି ଆବାଜ ଆପଣଙ୍କୁ ରେକର୍ଡ ଆସିଥିବ ତ ଆପଣ କମେଣ୍ଟ ନିହାତି ଜଣେଇବେ। ତ ଜିନିଷ ଏମିତି ଏମିତି ଆମ ସାଙ୍ଗରେ ହଉଛି କୋଉ ଜାଗାରେ ଆକ୍ଟିଭିଟି ହୁଏ କୋଉ ଜାଗାରେ ନାହିଁ ତାର କିଛି ଗ୍ୟାରେଣ୍ଟି ନାହିଁ। ଗୋଟେ ଗୋଟେ ଜାଗାରେ ତ ଦେଖିଥିବେ ଆପଣ ଗୋଟେ ଛେଣ୍ଡିପଦା ବ୍ଲକ ପଡିଥିଲା ଆମର ପୁରା ମଶାଣିରେ ପ୍ରପର ସ୍ୱର୍ଗଦ୍ୱାର ତାଙ୍କର ସେଇଟା ବନେଇକି ବୁଡ ମାରିକି ଲେଖା ହେଇଛି ଛେଣ୍ଡିପଦା ସ୍ୱର୍ଗଦ୍ୱାର। ତା ଭିତରେ ଆମେ ଯାଇଛି ବନେଇଛୁ ଭିଡିଓ ସେଠି ସାପର ସାମ୍ନା ସାମ୍ନି ହେଇଗଲା ଯୋଉଟା କି ବ୍ଲଗ ରେ ଆପଣଙ୍କୁ ପୁରା ଦେଖେଇ ଦେଇ ସେ ଜିନିଷ ଟା ଆପଣ ପୁରା ମାର୍କିଂ କରିବେ ଯୋଉ ଜାଗାରେ ବିଷ ବାବୁ ଯିଏ କ୍ୟାମେରାମ୍ୟାନ ସେ ପୁରା ଚମକିକି ମାନେ ପଳେଇବା ପାଇଁ ଥିଲେ। ସେଇ ଜିନିଷ ଟା ସବୁ ଜାଗାରେ ହୁଏନି ଗାଇଜ। ଆଜି ଗୋଟେ ଜାଗାକୁ ଯିବାର ଥିଲା ସେଇ ହାତୀ ଯୋଗୁ ହିଁ ଯାଇପାରୁନୁ ଯେହେତୁ ଗାଁ ର ଚାରି ପାଖରେ ହାତୀ ବୁଲୁଛନ୍ତି 18 ପଟ ହାତୀ ଗୋଟେ ଗାଇଜ। ଆଉ ଫରେଷ୍ଟ ବାଲା କୁ ଫୋନ କରିଥିଲୁ ସେ ଡାଇରେକ୍ଟଲି ମନା କରିଦେଲା ଯେ ବର୍ତ୍ତମାନ ତମେ ଆଖପାଖ ଜଙ୍ଗଲ ଏରିଆକୁ ଟୋଟାଲ ଯିବ ନାହିଁ। 4 ଦିନ ହେଲାଣି ଗାଇଛି ଏମତି ଆବାଜ ଆସୁଛି ମାନେ ପ୍ରଚାର ଚାଲିଛି ହାଇଲାଇଟ ହଉଛି ଆଉ ଯେହେତୁ ହାତୀ ବ୍ଲଗ ବନେଇବା ଟା ପସିବୁଲ ହେଇପାରୁନି ଡାଇରେକ୍ଟଲି ମନା କରିଦଉଛି ଯଦି ଆମେ କେହି ଯିବୁ ଆମ ଇଚ୍ଛା ମୁତାବକ ସେ ଡାଇରେକ୍ଟ ମନା କରିଦେଲେ ଆପଣଙ୍କ ରିକ୍ସ ରେ ଆପଣ ଯାଇପାରିବେ। ତ ସେଇ ଜିନିଷ ଟା ଯାଇଛି ଆମ ସାଙ୍ଗରେ ହେଲା ଆମେ ତାଙ୍କ କଥାକୁ ଗୁରୁତ୍ୱ ଦେଲୁ ଭିଡିଓ ବନେଇ ବି ଗଲୁନି ଦେଖାଯାଉ କାଲି ଟାଇମ କଲେ ବ୍ଲଗ ହେଇପାରେ କି ନ ହେଇପାରେ ଗ୍ୟାରେଣ୍ଟି ବି ଦେଇପାରିବିନି କାଲି ଯେହେତୁ ରାତିରେ ଟିକେ କାମ ଅଛି କାଲି ଦିନ ବେଳେ ବ୍ଲଗ ଗୋଟେ ଆସିବ ଦିନ ବେଳା ବ୍ଲଗ ନିହାତି ପଡିବ ଗାଇଜ ଆଉ କାଲି କଣ କଣ ହଉଛି କାଲି ଆମର ତାପରେ କାମରେ ବି କାଲି ଟିକେ ପ୍ରେସର ଅଛି ଗାଇଜ ଯେହେତୁ ଛାତ ଟା ପଡୁଛି ସେଠି ପ୍ରେଜେଣ୍ଟ ରହିବାର ଅଛି କଣ ହବ କଣ ନାହିଁ ସେଟା ତ ମୁଁ ଜାଣିନି ଆଉ ଏମିତି ତ ଗାଇଜ ଜୀବନରେ ଚାଲିବ ଉଥାର ପଥାର ହଉ ହବ ଅ ଆଉ କଣ କହିବି ଗାଇଜ ମାନେ ଦିମାଗ ଖରାପ ହେଇଯାଇଥିଲା ସେ ଜାଗା ତ ଏଇଆ ହିଁ ଆପଣ ବ୍ଲଗ ଗୁଡିକୁ ଦେଖନ୍ତୁ ଆମେ 3 ଜଣ ବହୁତ ପରିଶ୍ରମ କରୁଛୁ ଗୋଟେ ଗୋଟେ ବ୍ଲଗ କଣ୍ଟେଣ୍ଟ ଆଣିବା ପାଇଁ କିଛି କିଛି ବାଟ ଯିବାକୁ ପଡୁଛି ଆମର ତ ପ୍ଲାନ ହେଇସାରିଛି ଆଗକୁ କଣ କଣ ଟ୍ରିପ ହବ ତା ସବୁ ପ୍ଲାନିଂ ସରିଲାଣି ବର୍ତ୍ତମାନ ସେଟା ସରପ୍ରାଇଜ ଅଛି ବହୁତ ଗୁଡା ଜାଗା ଅଛି ଦେବଗଡ଼ ଡିଷ୍ଟ୍ରିକ୍ଟ ସମ୍ବଲପୁର ଡିଷ୍ଟ୍ରିକ୍ଟ ଦିଟା ଡିଷ୍ଟ୍ରିକ୍ଟରେ ବର୍ତ୍ତମାନ କଥା ସରିଛି ଆଉ ସେଠି ତାଙ୍କର ଭାଇମାନ ଯିଏ ଅଛନ୍ତି ସେଠିକି ଯିବା ପାଇଁ ପ୍ଲାନ୍ ସରିଛି ଗାଇଜ ଖୁବ ଶୀଘ୍ର ଆମେ ଯାଉଛୁ ଦେବଗଡ଼ ଆଉ ସମ୍ବଲପୁର ଆଉ ଯୋଉ ଦିନ ଯିବୁ ତା ପୂର୍ବ ବ୍ଲଗରେ ମୁଁ ଆପଣଙ୍କୁ ରିଭିଲ କରିଦେବି ଗାଇଜ କୋଉ ଜାଗାକୁ ଯାଉଛୁ କଣ ପାଇଁ ଯାଉଛୁ ଅବଶ୍ୟ ଆମେ ବ୍ଲଗ ବନେଇ ଯିବୁ ବ୍ଲଗ ଆସିବ ସେଇ ଜାଗାରୁ ତ ସେଇଟାକୁ ମୁଁ ଯୋଉ ଦିନ ଆମେ ଏଠୁ ବାହାରିବୁ ତା ପୂର୍ବ ବ୍ଲଗରେ ମୁଁ ଆପଣଙ୍କୁ ନିଶ୍ଚୟ ଜଣେଇବି ଗାଇଜ ଘର ମାତ୍ରାରେ ଭିଡିଓକୁ ସେୟାର କରନ୍ତୁ ଭିଡିଓ ବହୁତ ମାତ୍ରା ଭଲ ପାଇବା ଦିଅନ୍ତୁ ଗାଇଜ ସବସ୍କ୍ରାଇବ ଗୋଟେ କରିଦିଅନ୍ତୁ ଏତିକି ଦୟାକରି
ଗୋଟେ ସବସ୍କ୍ରାଇବ ଆପଣ କରିଦେଲେ ଆପଣଙ୍କ କିଛି ଯିବନି ବା ମୋର ତ ବର୍ତ୍ତମାନ ନୂଆ ନୂଆ ବ୍ଲଗ ଆଉ ଏମିତି ନୁହଁ କି ନା ଦିନେ ଦି ଦିନରେ କିଛି ହେଇଯିବ ସେଟା କଥା ନୁହଁ କିନ୍ତୁ ଆପଣଙ୍କ ଭରସା ବିଶ୍ୱାସ ଉପରେ ଆମେ ଚାଲିଛୁ ଭାଇ ଆପଣ ଯେତିକି ସପୋର୍ଟ ଦେବେ ଆମେ ହେତିକି ଏତିକି ଆପଣଙ୍କୁ ନୂଆ ନୂଆ ଜାଗା ନୂଆ ନୂଆ ବ୍ଲଗ ବନେଇବୁ ଆଉ ଆମର ଦେବଗଡ଼ ଡିଷ୍ଟ୍ରିକ୍ଟରେ ଗୋଟେ ଅଛି ସରି ସରି ଦେବଗଡ଼ ଭୁଲ କହିଲି ଆମ ଅନୁଗୁଳ ଡିଷ୍ଟ୍ରିକ୍ଟରେ ଆଉ ଗୋଟେ ଜାଗା ଅଛି ଗାଇସ୍ ଗଣମଣ୍ଡଳ ବୋଲି ଗୋଟେ ଜାଗା ଅଛି ଯୋଉଟା କି ହେବି ଭୟଙ୍କର ଖତରନାକ ମହୁଲବୁରି ସେଟା ଆକ୍ଚୁଆଲି ମହୁଲବୁରି କହୁଛନ୍ତି କିନ୍ତୁ ଦିନ ବେଳେ ସେଠି ଆସି ଫିଷ୍ଟ ଫିଷ୍ଟ ହୁଏ ଆଉ ଭୟଙ୍କର ସେଠି ରାମେଶ୍ଵର ମନ୍ଦିର ବୋଲି ଗୋଟେ ଅଛି ତା ମନ୍ଦିରର ପଛ ପାଖରେ ବିଶାଳ ଏକ ବିରାନା ପାହାଡ ଟାଇପ ର ବିରାନା ଜାଗା ପୁରା ମାନେ ଖତରନାକ ଜାଗା ଯୋଉ କହନ୍ତି ଅଛି ସେଠି ଭୟଙ୍କର ଆଟିଟ୍ୟୁଡ ହୁଏ ସେଟା ବି ଗୋଟେ ନଈଟା ଗାଇଛି ନଈ ପଠା ଉପରେ ଉପରେ ଭୟଙ୍କର ଆକ୍ଟିଭିଟି ହୁଏ ତ ସେଇ ଜାଗାକୁ ଯିବୁ ମୁଁ ବରମୁଣ୍ଡଳ ବ୍ଲଗ ଟା ପକେଇଛି ଦିନ ବେଳେ ବ୍ଲଗ ପକେଇଛି ଆପଣ ଦେଖିଥିବେ ଜାଣିଥିବେ ତ ଏଇଆ ହିଁ ଗାଇଛି ଆଉ ଖୁବ ଶୀଘ୍ର ବ୍ଲଗ ଆସିବ ଗାଇସ୍ ଆଉ ଆପଣଙ୍କ ବିଶ୍ୱାସରେ ଆମେ ଚାଲିଛୁ ଗାଇସ୍ ଯେହେତୁ ବର୍ତ୍ତମାନ ଜଙ୍ଗଲରେ ହାତୀ ଉତ୍ପାତ ମଚେଇଛି ପ୍ରଭୁଙ୍କ ଭରସା ଯାହା ଯଦି ଆମ ରିକ୍ସରେ ଆମେ ଯାଇପାରିଥିବୁ ତ କିଛି ହେଇପାରିଥାନ୍ତା ଗାଇସ୍ କିନ୍ତୁ ଗୋଟେ ଜିନିଷ ହଉଛି କଣ ପାଇଁ ଫରେଷ୍ଟର ଅଲରେଡି ମନା କରିଦଉଛି ତମେ ବର୍ତ୍ତମାନେ କୌଣସି ଜଙ୍ଗଲ ଏରିଆକୁ ଯାଇପାରିବ ନାହିଁ ଯେହେତୁ ଆମ ଏରିଆରୁ ଯୋଉ ପଟେ ଗଲେ ବର୍ତ୍ତମାନ ଜଙ୍ଗଲ ହିଁ ଜଙ୍ଗଲ ହାତୀ କଥା ତ କହିହବନି ଗାଇಸ್ ଆଜି ଧର କୁଶଳା ଥିବେ କୁଶଳା ଜଙ୍ଗଲରେ ଥିବେ କୁଶଳା ଜଙ୍ଗଲରୁ ଟାଇପ ଆମେ ଯୋଉ ଜାଗାକୁ ଯାଇଥିବୁ ସେଠିକି ପଳେଇ ଯାଇପାରିବେ ରାତି ରାତି କିଛି ବି ହେଇଯାଇପାରେ ଆଉ ବର୍ତ୍ତମାନ ତ ଗାଇସ୍ ଆମ କୁଶଳ 5-7 କିଲୋମିଟର ଭିତରେ ହାତୀ ଆସୁଛି କିନ୍ତୁ କେତେବେଳେ କର ବୁଲିଦେବେ କହିହବନି ସେଥିପାଇଁ ଆମକୁ କଡା ନିର୍ଦ୍ଦେଶ ଯାଇପାରିବ ନାହିଁ ତ ସେଥିପାଇଁ ଦୁଃଖିତ ଭାଇ ବ୍ଲଗ ଆସିପାରୁନି ସେଥିପାଇଁ କ୍ଷମା କରିଦେବେ ଗାଇସ୍ କାଲି ଦିନ ବେଳା ବ୍ଲଗ ଆପଣଙ୍କୁ ଆସିବ ଆଉ ପୋର ଦିନ ଅବଭିୟସଲି ବ୍ଲଗ ଆସିବ ଗାଇସ୍ କାହିଁକି ତାପରେ ଆଉ ଗୋଟେ ଇମ୍ପୋର୍ଟାଣ୍ଟ କଥା ଗାଇସ୍ ହଉଛି କଣ ଯେହେତୁ ମଙ୍ଗଳବାର ଦିନ ହଉଛି ଆମର ଦୋଳ ପୂର୍ଣ୍ଣିମା ଦୋଳ ପୂର୍ଣ୍ଣିମା ଆମ ଗୋପାଳ ମାନଙ୍କ ପାଇଁ ଗୋଟେ ବର୍ଷର ଖୁସିର ଦିନ ଯେହେତୁ ଆମେ ଚାଞ୍ଚିରି ବୁଲେଇବୁ ବିମାନରେ ଠାକୁରକୁ ବୁଲେଇବୁ ଯାତ୍ରା କରିବୁ ସେଇଟା ବହୁତ ବଡ ଖୁସିର ଦିନ ଆମର ଗାଇସ୍ ଯେହେତୁ ମୁଁ ଗୋଟେ ଗୋପାଳ ଛୁଆ ଆଉ ଗୋପାଳପୁର ତ କାମ ଦୋଳ ପୂର୍ଣ୍ଣିମାରେ ତାର ସବ କାମ ଧାମ ଛାଡିକି ଲାଗିବାର ଅଛି ଆମର ଦୋଳ ଯାତ୍ରାରେ ଆଉ ଆପଣ ମାନଙ୍କୁ ବି ଯୋଉମାନେ ଗୋପାଳ ମାନେ ଦେଖୁଛନ୍ତି ଆମ ଦୋଳଯାତ୍ରା ତରଫରୁ ଆପଣମାନଙ୍କୁ ହାର୍ଦ୍ଦିକ ହାର୍ଦ୍ଦିକ ଅଭିନନ୍ଦନ ଆଉ ଶୁଭେଚ୍ଛା ମଧ୍ୟ ଦୋଳଯାତ୍ରାକୁ ସମ୍ପୂର୍ଣ୍ଣ ଉପଭୋଗ କରନ୍ତୁ ଆଉ ବିନ୍ଦାସରେ ଉପଭୋଗ କରନ୍ତୁ ଏତିକି ରିକ୍ୱେଷ୍ଟ କେବଳ ମୋ ଭିଡିଓଟି କେମିତି କେମିତି ଗାଇଛି ଟିକେ ସେୟାର କରନ୍ତୁ ସପୋର୍ଟ ପ୍ଲିଜ କରନ୍ତୁ ଆପଣଙ୍କ ସପୋର୍ଟରେ ସବୁ କିଛି ହେଇପାରିବ ରହୁଛି ଗାଇସ୍ କାଲି ଦେଖା ହବ ନେକ୍ସଟ ଡେ ବ୍ଲଗରେ